ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣମାନେ ଯେଉଁ ଭ୍ୟାକେନ୍ସିକୁ ୱେଟ୍ କରିକି ରହିଥିଲେ, ଏସ୍ ବି ଆଇ ପିଓ ର ଭ୍ୟାକେନ୍ସି ଆପଣଙ୍କ ପାଇଁ ପବ୍ଲିଶ ହେଇଯାଇଛି। ସର୍ବମୋଟ ଆପଣ ଦେଖିପାରୁଥିବେ 600 ଗୋଟି ପଦବୀ ଆପଣଙ୍କର ପବ୍ଲିଶ ହେଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ। ତ ଯଦି ଆପଣ କେବଳ +3 ପାସ୍ କରିଛନ୍ତି ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆପଣ ଚାକିରି କରିବା ପାଇଁ ଚାହୁଁଛନ୍ତି ପିଓ ଆକାରରେ, ଏହି ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ। ଲାଇକ୍ ଆଉ ସେୟାର କରିକି ଆପଣ ସବୁ ସାଙ୍ଗମାନଙ୍କୁ ବି ଜଣେଇବେ ଏବଂ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଆପଣଙ୍କୁ ମୁଁ ଜଣାଇବା ପାଇଁ ଚାହିଁବି, ଅଲରେଡ଼ି 13,735 ଗୋଟି ଏସ୍ ବି ଆଇ କ୍ଲର୍କର ଭ୍ୟାକେନ୍ସି ଆପଣଙ୍କ ପାଇଁ ବାହାରିଛି। ଅଲରେଡ଼ି 13,700ଟି ପଦବୀ କେମିତି ଆପ୍ଲାଏ କରିବେ ତାର ଡିଟେଲ୍ ଭିଡ଼ିଓ ଅଲରେଡ଼ି ମୁଁ ଆପଣଙ୍କ ପାଇଁ ବନେଇ ଦେଇଛି। ଯଦି ଆପଣ ଦେଖିନାହାନ୍ତି କାଇଣ୍ଡଲି ଆପଣ ଦେଖିକି ଏବେ ହିଁ ଆପ୍ଲାଏ କରନ୍ତୁ, ନହେଲେ ଲାଷ୍ଟ ଡେଟ୍ ଆପଣଙ୍କର ସରିଯିବ। ଆଉ ଡେଡିକେଟେଡଲି ପଢ଼ିବା ପାଇଁ ଚାହୁଁଥିଲେ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ। ଆଉ କିଛି ପ୍ରୋବ୍ଲେମ୍ ହେଲେ ଆପଣ ସିମ୍ପଲି ଇନଷ୍ଟାଗ୍ରାମ ୟୁଜ୍ କରୁଥିଲେ ଲକ୍ଷ୍ମୀଧର ଡଟ୍ ମହାନ୍ତକୁ ଯାଇକି ଆପଣ ଡାଇରେକ୍ଟଲି ଆପଣ ମେସେଜ କରିପାରିବେ। ଯେମିତି ମୁଁ ଆପଣଙ୍କୁ ଫ୍ରି ହେବି ସାଙ୍ଗେ ସାଙ୍ଗେ ଆପଣଙ୍କୁ ରିପ୍ଲାଏ ମଧ୍ୟ କରିଦେବି। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟ୍ ହେଉଛି, ଆପଣ ସିମ୍ପଲି ଗୁଗଲରେ ସର୍ଚ୍ଚ କରିବେ ଏସ୍ ବି ଆଇ କ୍ୟାରିୟର। ଯେଉଁ ପ୍ରଥମ ୱେବସାଇଟ୍ ଆସିବ ଆପଣଙ୍କର sbi.co.in/web/career, ୟା ଉପରେ କ୍ଲିକ୍ କରିବେ। ଆପଣ ଏଠି ଦେଖିପାରୁଛନ୍ତି ନା, ଉପର ପଟେ ଶୋ କରୁଛି ଲେଟେଷ୍ଟ ଆନାଉନ୍ସମେଣ୍ଟ, ୟା ଉପରେ କ୍ଲିକ୍ କରିବେ। ତ ପ୍ରଥମ ଯେଉଁ ଟିକଲି, এই ପ୍ରଥମ ଟିକଲି ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଲେଖା ହେଇଛି ଏଇଟା ଆପଣଙ୍କର ଏସ୍ ବି ଆଇ ଆପଣଙ୍କର ପିଓର ହେଲା। ଇଂଲିଶ ଉପରେ କ୍ଲିକ୍ କରିକି ଆପଣ ନୋଟିଫିକେସନକୁ ଆପଣଙ୍କର ଡାଉନଲୋଡ୍ କରିପାରିବେ। ଠିକ୍ ଅଛି। ତ ଯେମିତି ମୁଁ ଆପଣଙ୍କୁ କହିଲି, ସର୍ବପ୍ରଥମେ ଏହାର ଅନଲାଇନ୍ ଆପ୍ଲାଏ ଦେଖନ୍ତୁ ଆପଣ କେବେଠାରୁ କରିପାରିବେ। ପଦବୀ ସଂଖ୍ୟା ଆପଣ ଦେଖିଲେ 600 ଗୋଟି ପଦବୀ ରହିଛି ଆପଣଙ୍କର। ଏହାର ଅନଲାଇନ୍ ଆପ୍ଲାଏ ଆପଣଙ୍କୁ ମୁଁ ଆଗ କହିବା ପାଇଁ ଚାହୁଁଛି। ଦେଖନ୍ତୁ, ଏହାର ଅନଲାଇନ୍ ଆପ୍ଲାଏ ଆସନ୍ତାକାଲି 27 ତାରିଖ ପାଖରୁ ଆରମ୍ଭ ହେବ। ଲାଷ୍ଟ ଡେଟ୍ ଆପଣଙ୍କର 16 ଜାନୁଆରୀ ରହିଛି। ପ୍ରିଲିମ୍ସ ପରୀକ୍ଷା ଆପଣଙ୍କର 8ରୁ 15 ମାର୍ଚ୍ଚ ମଧ୍ୟରେ ହେବ। ମେନ୍ ଏକ୍ଜାମ୍ ଆପଣଙ୍କର ଏପ୍ରିଲ ଆଉ ମେରେ ହେବ। ଦେନ୍ ସାଇକୋମେଟ୍ରିକ୍ ଆଉ ଗ୍ରୁପ୍ ଏକ୍ସରସାଇଜ୍ ଆପଣଙ୍କର ମେ କିମ୍ବା ଜୁନ୍ ମାସରେ ହେବ। ଯଦି ଆମେ ଏଜ୍ ଲିମିଟ୍ ଆପଣଙ୍କର କହିବା, ମିନିମମ୍ ବୟସ 21 ବର୍ଷରୁ ମ୍ୟାକ୍ସିମମ୍ 30 ବର୍ଷ ହେଇଥିବ। କିନ୍ତୁ ଓବିସି ମାନଙ୍କର 3 ବର୍ଷ ବଢ଼ିଯିବ। ତ 21ରୁ 33 ବର୍ଷ ଭିତରେ ଥିଲେ ଆପ୍ଲାଏ କରିପାରିବେ ଓବିସି ମାନେ। ଆଉ ଏସ୍ ଟି ଏସ୍ ସି ମାନଙ୍କର 5 ବର୍ଷ ବଢ଼ିଯିବ। ତ 21ରୁ ଆପଣଙ୍କର 35 ବର୍ଷ ଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆମେ କ୍ୱାଲିଫିକେସନ୍ କଥା ଆପଣଙ୍କର କହିବା, ତ ଯଦି ଆପଣ କେବଳ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି କିମ୍ବା ଯେଉଁମାନେ ଗ୍ରାଜୁଏସନ୍ ଫାଇନାଲ୍ ଇୟର ବି ଅଛନ୍ତି, ଯଦି ତାଙ୍କର ଏକ୍ଜାମ୍ 30 ଏପ୍ରିଲ ମଧ୍ୟରେ ଆପଣଙ୍କର ସରିବ ଗ୍ରାଜୁଏସନ୍, ଦେନ୍ ଆପ୍ଲାଏ କରିପାରିବେ। ନହେଲେ ଗ୍ରାଜୁଏସନ୍ ଯେଉଁମାନଙ୍କର କମ୍ପ୍ଲିଟ୍ ହେଇଛି ସେମାନେ ଆପ୍ଲାଏ କରିପାରିବେ। କ୍ୱାଲିଫିକେସନ୍ ଆପଣ ଜାଣିଗଲେ, ଏଜ୍ ଲିମିଟ୍ ଆପଣମାନେ ଜାଣିଗଲେ। ଏବେ ଆସନ୍ତୁ ଡିସ୍କସନ୍ ଆପଣଙ୍କର କରିବା ଯେ କେତେ ଆପଣଙ୍କର ଖର୍ଚ୍ଚ ହେବ, ଆପ୍ଲିକେସନ୍ ଫି ଆପଣଙ୍କର କେତେ, ତା ସମ୍ପର୍କରେ ଡିସ୍କସନ୍ କରିବା ଏବଂ କେମିତି ସିଲେକ୍ସନ୍ ହେବ। ଆଗ ପ୍ରିଲିମ୍ସ ପରୀକ୍ଷା ଆପଣ ଦେବେ, ଯେଉଁଥିରେ ଇଂରାଜୀ ପଡ଼ିବ 40ଟା କ୍ୱେଶ୍ଚନ୍ 20 ମିନିଟ୍, ମ୍ୟାଥମେଟିକ୍ସ 30ଟା କ୍ୱେଶ୍ଚନ୍ 20 ମିନିଟ୍, ରିଜନିଂ 30ଟା କ୍ୱେଶ୍ଚନ୍ 20 ମିନିଟ୍, 100ଟା ପ୍ରଶ୍ନ ପଡ଼ିବ, 1 ଘଣ୍ଟା ଆପଣଙ୍କର ପରୀକ୍ଷା। ଏଥିରେ ନେଗେଟିଭ୍ ମାର୍କିଂ ଆପଣଙ୍କ ଦେଖନ୍ତୁ, ଏଥିରେ ଆପଣଙ୍କର ନେଗେଟିଭ୍ ମାର୍କିଂ ସମ୍ପର୍କରେ ନେଗେଟିଭ୍ ମାର୍କିଂ ପ୍ରାୟତଃ ଆପଣଙ୍କର ଥାଏ। ଠିକ୍ ଅଛି। ତ ଏଇଟା କେବଳ ପ୍ରିଲିମ୍ସ ଆପଣଙ୍କର, ପ୍ରିଲିମ୍ସରେ ଯେଉଁମାନେ କ୍ୱାଲିଫାଏ ଆପଣଙ୍କର କରିବେ ତାଙ୍କର ମେନ୍ ଏକ୍ଜାମ୍ ଆପଣଙ୍କର ହେବ। ଠିକ୍ ଅଛି। ମେନ୍ ଏକ୍ଜାମ୍ରେ ଦେଖନ୍ତୁ ଆପଣଙ୍କର 170ଟା ପ୍ରଶ୍ନ, 200 ମାର୍କର, 3 ଘଣ୍ଟା ପରୀକ୍ଷା। କେଉଁଥିରେ କେତେ ପଡ଼ିବ ତାକୁ ଆପଣ ଦେଖିଦିଅନ୍ତୁ ହେଲା। ଏବଂ ଏଥିରେ ଇଚ୍ କ୍ୟାଣ୍ଡିଡେଟ୍ ୱିଲ୍ ହେଭ୍ ଟୁ ସ୍କୋର ମିନିମମ୍ ସ୍କୋର, ସବୁଥିରେ ଆପଣଙ୍କୁ ମିନିମମ୍ ଆପଣଙ୍କର ସ୍କୋର ରଖିବା ପାଇଁ ପଡ଼ିବ। 1ରେ ବି, ଏଥିରେ ବି, ଏଥିରେ ବି, ଏଥିରେ ବି, ଏଥିରେ ବି, ନହେଲେ ଆପଣମାନେ ସର୍ଟଲିଷ୍ଟ ହେଇପାରିବେ ଆପଣଙ୍କର ନାହିଁ। ଠିକ୍ ଅଛି, ଜାଣିଗଲେ। ଏବଂ ନେଗେଟିଭ୍ ମାର୍କିଂ ପ୍ରିଲିମ୍ସରେ ମଧ୍ୟ ରହିଛି ଆଉ ମେନ୍ରେ ମଧ୍ୟ ଆପଣଙ୍କ ରହିଛି। ଦେନ୍ ଆପଣଙ୍କର ସାଇକୋମେଟ୍ରିକ୍ ଟେଷ୍ଟ ଆପଣଙ୍କର ହେବ, 20 ମାର୍କର ଗ୍ରୁପ୍ ଡିସ୍କସନ୍, ଇଣ୍ଟରଭ୍ୟୁ 30 ମାର୍କର ଆପଣଙ୍କର ହେବ। ଦେନ୍ ଆପଣଙ୍କର ଫାଇନାଲ୍ ସିଲେକ୍ସନ୍ ଆପଣଙ୍କର ହେବ। ଏକ୍ଜାମିନେସନ୍ ସେଣ୍ଟର କେଉଁ ଜାଗାରେ ପଡ଼ିବ ତା ସମ୍ପର୍କରେ ମୁଁ ଆପଣଙ୍କୁ କହିବି। ଦରମା କେତେ ମିଳିବ, 28,480 ଟଙ୍କା ଆପଣଙ୍କରରୁ 85,920 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଦରମା ଆପଣଙ୍କର ମିଳିବ। ଏବଂ ଗୋଟେ ଜିନିଷ ମନେ ରଖିବେ, ଆପଣଙ୍କୁ ଚାକିରି କରିବା ପାଇଁ ପଡ଼ିବ ମିନିମମ୍ 3 ବର୍ଷ। ଯଦି ଆପଣ 3 ବର୍ଷ ପୂର୍ବରୁ ଚାକିରି ଛାଡ଼ିବା ପାଇଁ ଚାହିଁବେ ତ 2 ଲକ୍ଷ ଟଙ୍କା ଦେଇକି ଆପଣ ଛାଡ଼ିବେ।
एटा होची आपणकर मिनिमम जिंस ठीक अछि नहले आपणकर असुविधा हो जिवो एप्लिकेशन फी देखंतु 750 टंका पड़िबो को मानकर जनरल ओबीसी आउ ईडब्ल्यूएस पिलांकर एसटी एससी दिव्यांग एमानंकु कोनोसी भी टंका आपणकर देबाकू पड़िबो नाही बिल्कुल फ्री आपणकर परीक्षा रहिबो हैला जानि गले यार गोटे आपणकर लिमिट अछि एसबीआई पिओर कोनोसी परीक्षा लिमिट नाही एसबीआई पिओर लिमिट अछि एसटी एससी मानकर दिव्यांग मानकर किछि लिमिट नाही जनरल पिलांकर देखंतु आउ ओबीसी पिलांकर 7 थर आपणकर लिमिट रहिछि बुझी गले ताठू अधिक परीक्षा आपण माने देई परिबे नाही एसबीआई पीओ ठीक अछि एबे आसंतु डिस्कशन करिबा एग्जामिनेशन सेंटर संपर्क रे तो हमर जदी ओडिसा रे कहिबा आपणकर प्रीलिम्स परीक्षा को जगह रे हबो ना बालेश्वर बरहमपुर भुवनेश्वर कटक ढेंकानाल राउरकेला और संबलपुर रे परीक्षा हबो मेन एग्जाम आपणकर भुवनेश्वर रे रहिबो ठीक अछि जानि गले तो याकू आपण माने अप्लाई करिया पई चाहउचंती करिवे काली करि दियंतु एसटीएससी माने तो निहाती करिवे ता सहित ए जो 13,700 टी पदवी रही एसबीआई क्लर्क रो याकू जदि आपण माने अप्लाई करिनाहांती काइंडली आपण माने एसबीआई क्लर्क को मध्ये आपण माने अप्लाई करंतु थैंक यू जय जगन्नाथ धन्यवाद थैंक यू